ଭଲ ପାଇବା ତ ସବୁବେଳେ ରହିଛି ଜନସାଧାରଣଙ୍କ ଦର୍ଶକଙ୍କର ଯେଉଁମାନେ ଓଡ଼ିଆ ଚଳଚ୍ଚିତ୍ରକୁ ଭଲ ପାଉଛନ୍ତି। ବାକି ବିଶେଷ ଭାବରେ ମୁଁ କହିବି ଆମର ଦକ୍ଷିଣ ଭାଗ ଓଡ଼ିଶା କଥା କହିବି ଏବଂ ତାର ପ୍ରମୁଖ ସହର ଯଦି ଆମେ ବ୍ରହ୍ମପୁରର କଥା କହିବା ଏଠି ସବୁବେଳେ ଗୋଟେ ଚଳଚ୍ଚିତ୍ରକୁ ନେଇକିରି ବିଭିନ୍ନ ଭାଷାଭାଷୀର ଚଳଚ୍ଚିତ୍ରକୁ ନେଇକିରି ଏବଂ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ବିଶେଷ ଭାବରେ ଲୋକଙ୍କର ଭଲ ପାଇବା ରହିଛି। ତ ସେଇ ପରିପ୍ରେକ୍ଷୀରେ ଆଜି ଆମର ଗୋଟେ ଚଳଚ୍ଚିତ୍ର ଯେଉଁଟା ମୋର ଏଇ ଚଳଚ୍ଚିତ୍ର ଦ ମିଲେଟ୍ ଡାଏରୀ ତାର ଶୁଭ ମୁକ୍ତି ହେଇଛି। ତେଣୁକରି ଅନେକ ଉତ୍ସାହ ତ ରହିଛି ଲୋକଙ୍କ ଭିତରେ ଚଳଚ୍ଚିତ୍ରକୁ ନେଇକି। ଏ ଫିଲ୍ମ ହେଉଛି ଧରି ନିଅନ୍ତୁ ଆଜିରୁ ପାଖାପାଖି 400-500 ବର୍ଷ ତଳର କଥା ଇଏ। ତ ଆମେ ଯେମିତି ଜାଣିଛେ ଯେ ଭାରତ ବର୍ଷର ଏବେ ସିନା ପରବର୍ତ୍ତୀ ସମୟରେ ଆମର ଏଲୋପାଥିକ୍ ଏସବୁ ଜିନିଷ ଆସିଗଲା, କିନ୍ତୁ ଆୟୁର୍ବିଜ୍ଞାନର କଥା ଯଦି କହିବା ଚରକ ସୁଶ୍ରୁତ ଧନ୍ୱନ୍ତରୀ ଇଏ ହେଉଛି ସେଇ ମାଟି ଯେଉଁ ଜାଗାରେ ଏଭଳି ଭାବରେ ଚିକିତ୍ସା ବିଜ୍ଞାନ ମାନେ ଜନ୍ମ ନେଇଛନ୍ତି। ତେଣୁକରି ସେ ସମୟରେ ଯେତେବେଳେ ବ୍ରିଟିଶର୍ସଙ୍କର ଯେତେବେଳେ ରୁଲ୍ ଥିଲା ସେ ସମୟରେ ସେମାନଙ୍କର ଗୋଟେ ନାଁ ଏଇଟାକୁ ଆମର ଦିଆଯାଇଥିଲା ଡାଇବେଟିସ୍ ସେତେବେଳେ ନାହିଁ, ସେତେବେଳେ କୁହାଯାଉଥିଲା ହନି ୟୁରିନ୍ କହିକି। ତ ଆମର ଦକ୍ଷିଣ ଭାଗ ଓଡ଼ିଶା ପ୍ରାୟତଃ ଆମେ ଯେତେବେଳେ ଛୋଟ ଛୋଟ ସେତେବେଳେ ଯେତେବେଳେ ଆମେ ଅନ୍ୟ କୁଆଡ଼େ ଆମ ଜାଗା ମାନେ ଆମର ଏଇ ଅଞ୍ଚଳକୁ ଛାଡ଼ିକି ଆମେ ଯାଉଥିଲୁ ପ୍ରାୟତଃ ଦକ୍ଷିଣୀ ନହେଲେ ମାଣ୍ଡିଆ ଗୋଟେ କୁହାଯାଏ ଆମେ। ବଟ୍ ଗର୍ବର ସହିତ ମୁଁ କହିବି ଯେ ଯେଉଁ ମାଣ୍ଡିଆ କୁହାଯାଉଥିଲା ଆଜି ସେ ମାଣ୍ଡିଆକୁ ଖାଲି ମାନେ ଭାରତବର୍ଷ ନୁହେଁ ବିଶ୍ୱର ପ୍ରତ୍ୟେକ ଜାଗାରେ ଆଜି ଯଦି ଦେଖିବେ ତାର ନାଁ ହେଇଗଲା ରାଗି, ତା ନାଁ ହେଇଗଲା ମିଲେଟ୍, କିନ୍ତୁ ଆମେ ତାକୁ ଜାଣିଛେ ମାଣ୍ଡିଆ। ତ ମୋ ଗାଁରେ ବି ଆମର ବିଲରେ ମାଣ୍ଡିଆ ଚାଷ କରାଯାଉଥିଲା। ସେ ତ ନାହିଁ ଆଜି ଯେତିକି ଖାଇବା ଯେତେ କନଫେକ୍ସନାରୀ ଆପଣଙ୍କର ଏ ଯେଉଁ ବିସ୍କିଟ୍ ହେଲା, କେକ୍ ହେଲା, ହଁ ତା ସହିତ ପିଠା ପଣା ସବୁ ଜିନିଷରେ ସରବତ ହେଲା, କ'ଣ କ'ଣ ଜିନିଷ ମାଣ୍ଡିଆକୁ ନେଇକି ତିଆରି କରାଯାଉଛି। ତେଣୁକରି ଏଇଟା ମୋ ପାଇଁ ତ ବଡ଼ ଗର୍ବର ବିଷୟ ଗୋଟେ ଯେ ସେଭଳି ଚଳଚ୍ଚିତ୍ରରେ ଦ ମିଲେଟ୍ ଡାଏରୀରେ ମୋର ସେଥିରେ କାଷ୍ଟିଂରେ ରହିବା, ସେ ପ୍ରଯୋଜକ ବା ପ୍ରଯୋଜନା ସଂସ୍ଥା, ମୋ ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି ଯେ ମୋତେ ତାର ସୁଯୋଗ ଗୋଟେ ମିଳିଲା ଯେ ଯେଉଁ ଦକ୍ଷିଣୀ ଭାବରେ ଆମେ ପରିଚିତ, ତ ସେ ଜାଗାର ଷ୍ଟେପଲ୍ ଫୁଡ୍ ଯେଉଁଟା କୁହାଯାଏ ଆମର। ଏବେ ମୁଁ ମଝିରେ ମଝିରେ କହିଦିଏ ଆମର ଯେଉଁମାନେ ବିଲକୁ ଯାଉଥିଲେ ସେତେବେଳେ ହଳିଆ ମୂଲିଆ ଯେଉଁମାନେ ଥାଆନ୍ତି ତାଙ୍କ ସ୍ତ୍ରୀମାନେ ଘୋଟଣା ନେଇକି ଆସନ୍ତି। ଆଜିକାଲି ସେ ଆଉ ପ୍ରଚଳନରେ ନାହିଁ ପ୍ରାୟତଃ ସେଇ ଶବ୍ଦଟା, କିନ୍ତୁ ମୋ ଛୁଆବେଳେ ମୁଁ ଦେଖିଛି ଯେ ତାଙ୍କ ସ୍ତ୍ରୀମାନେ କାଞ୍ଜି ହଉ, ମାଣ୍ଡିଆ ଯାଉ ହଉ ଏସବୁକୁ ଘୋଟଣାରେ ନେଇକିରି ଆସନ୍ତି। ତ ଆଜି ଏଇଟା ନିଶ୍ଚିତ ଭାବରେ ମୋ ପାଇଁ ଗୋଟେ ଗର୍ବ କରିବାର ସମୟ, ଯାହାକୁ ଏତେ ବର୍ଷ ଧରିକିରି ଦକ୍ଷିଣ ଭାଗ ଓଡ଼ିଶାରେ ବହୁଳ ଭାବରେ ପ୍ରଚଳିତ ଆଜି ବି ଅଛି ସେ ଜିନିଷ। ଆଜି ଖାଲି ଦେଶ ବିଦେଶରେ ନୁହେଁ ସାରା ବିଶ୍ୱରେ ଆଜି ତାକୁ ଗୋଟେ ମାନ୍ୟତା ମିଳିଛି। ଏବଂ ଏଇ ଚଳଚ୍ଚିତ୍ର ସେ ସମୟରୁ ନେଇକି ଆଜି ପର୍ଯ୍ୟନ୍ତ ଯେଉଁ ସମୟରେ ହନି ୟୁରିନ୍ର କଥା କୁହାଯାଉଥିଲା ବା ଡାଇବେଟିସ୍ର କଥା କୁହାଯାଉଥିଲା, ତାର ଗୋଟେ ଅମୋଘ ଔଷଧ ଯଦି କୁହାଯିବ ସିଏ ହେଉଛି ମାଣ୍ଡିଆ। ତାକୁ ପ୍ରେସ୍କ୍ରାଇବ୍ କରାଯାଉଛି ଯେ ନାଇଁ ଆପଣ ଡାଇବେଟିକ୍ ଯେଉଁମାନେ ଅଛନ୍ତି ତାଙ୍କୁ ମାଣ୍ଡିଆ ଦିଆଯାଉ ଏବଂ ଅନେକ ରୋଗର ନିରାକରଣ ପାଇଁ ବି ଶ୍ରୀ ଅନ୍ନ ଭାବରେ ବି ଆମେ ଅନେକ ଜାଗାରେ ଜାଣିଛେ ଏଇ ଜାତୀୟ ଅନେକ ଶସ୍ୟ ଅଛି ଯେଉଁଗୁଡ଼ିକୁ ଶ୍ରୀ ଅନ୍ନ ବୋଲି ବି କୁହାଯାଏ। ତେଣୁକରି ସେଇ ହିସାବରେ ଆଜି ଯେତେବେଳେ ଆମେ ଏଇ ଚଳଚ୍ଚିତ୍ରଟି କରିଛେ କିଛି ସେ ସମୟର କଥା, ଆଉ ଆମର ଏଇ ମାଟିରେ ଯେତେବେଳେ ଆମେ ଚଳଚ୍ଚିତ୍ର କରୁଛେ ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ିକି ତ ହେଇପାରିବନି, ମହାପ୍ରଭୁଙ୍କୁ ଛାଡ଼ିକି ତ ହେଇପାରିବନି। ତେଣୁକରି ଏଇଟା ଗୋଟେ ଜାଗାରେ ମାନେ ସିନେମାର ସ୍କ୍ରିପ୍ଟ ଦୃଷ୍ଟିରୁ କେମିତି ସେମାନେ ଚାହିଁଛନ୍ତି ରଖିଦେବା ପାଇଁ ଏବଂ ସେ ବୈଦ୍ୟ ବା ତାଙ୍କର ଯିଏ ପୁଅ ଅଛି ସେଇ ଫର୍ମୁଲାକୁ କେମିତି ସୁରକ୍ଷିତ ରଖିବା ପାଇଁ, ଏ ଜାତିର ଟେକ ରଖିବା ପାଇଁ ନିଜର ବଳିଦାନ ଦେଇଛନ୍ତି ଏବଂ ଅନେକ କଥା ତା ଭିତରେ ରହିଛି। ଯେତେବେଳେ ଆପଣ ସିନେମାଟି ଦେଖିବେ ସେତେବେଳେ ଆପଣମାନେ ଏଇ ବିଷୟରେ ସବିଶେଷ ଭାବରେ ଜାଣିବେ। ଆଉ ଇଟ୍ସ ଏ ୱେଲ୍ ମେଡ୍ ମୁଭି। ବହୁତ ଦିନ ପରେ ଗୋଟେ ଲାଗିଲା ଯେ ନାଇଁ ଗୋଟେ ସୁନ୍ଦର ଭାବରେ ତିଆରି ହେଇଥିବା ସିନେମାଟିଏ। ୟାର ପ୍ରଯୋଜକ ଯିଏ ଅଛନ୍ତି ଜ୍ୟୋତି, ଯିଏ ୟାର ନିର୍ଦ୍ଦେଶକ ଅଛନ୍ତି ରାଜେନ୍ଦ୍ର, ପ୍ଲସ୍ ଆମର ଯେଉଁମାନେ କଳାକାର ଅଛନ୍ତି ଶ୍ରୀତମଙ୍କଠୁ ଆରମ୍ଭ କରି ଅଭିଷେକ, ଶିବାନୀ, ଏମିତି ଅନେକ କଳାକାର ଯେଉଁମାନେ ଅଛନ୍ତି ସମସ୍ତେ ପ୍ରାୟତଃ ଭଲ କରିଛନ୍ତି ସିନେମାରେ।
ତେଣୁକରି ଆଶା ବିଶ୍ୱାସ ଯେ ନିଶ୍ଚିତ ଭାବରେ ସିନେମାଟି ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ସଫଳତା ହାସଲ କରିବ ତା ସହିତ ଲୋକଙ୍କ ପାଖରେ ବହୁଳ ଭାବରେ ଅଦୃତ କରୁଥିଲେ। ମାଣ୍ଡିଆ କହିଲେ ଲୋକମାନେ ଆଗରୁ ମନ ଉଣା କରୁଥିଲେ, ଆଜିକାଲି ଆଉ ମନ ଉଣା କରୁନାହାନ୍ତି। ସେ ନାଁଟା ନେଇଗଲା ପରେ ନ ଖାଇବା ଲୋକ ବି ଖାଇଯାଉଛନ୍ତି ତାକୁ ନାଇଁ ନାଇଁ ମୋ ଦେହ ଭଲ ରହିବ। ତେଣୁକରି ସ୍ୱାସ୍ଥ୍ୟ ପ୍ରତି ସଚେତନତା ଆସିଛି ଏବଂ ଖାଦ୍ୟ ପ୍ରତି ଯଦି ଆଜି ସଚେତନତା ଆସିଛି ତ ଭଲ କଥା ଏଇଟା, ମୁଁ ତ ସ୍ୱାଗତ କରିବି ଏଥିରେ। ଯଦି ବି ମନ ଉଣା କରୁଥିଲେ କିନ୍ତୁ ମନ ଉଣା କରନ୍ତୁ, କିନ୍ତୁ ଖାଆନ୍ତୁ, ସୁସ୍ଥ ରୁହନ୍ତୁ, ଏତିକି ତ ମୁଁ କହିବି।